ଅକ୍ଟୋବର ମାସ 27 ତାରିଖ ଦିନ ଉକ୍ତ ନାଟକର ନାମ ହେଲା କାହାକୁ କହିବି ଦୁଃଖ କାହାଣୀ। ନାଟ୍ୟକାର ଉପେନ୍ଦ୍ର ପରିଡ଼ା ମହୋଦୟଙ୍କୁ ତାଙ୍କରି ନାଟକକୁ ମୁଁ ବସନ୍ତ ନିର୍ଦ୍ଦେଶନା ଦେଇ ଆସନ୍ତା 27 ତାରିଖ ମଞ୍ଚସ୍ଥ କରିବାକୁ ଯାଉଛି। ତେଣୁ ସାମାଜିକ ବାର୍ତ୍ତା ହିସାବରେ ସମାଜକୁ କିଛି ସନ୍ଦେଶ ଦେବାର ଏ ନାଟକର ମୂଳ ଲକ୍ଷ୍ୟ। ନାଟକ ହେଉଛି ଆର୍ଟ ଇଜ୍ ଏ କ୍ଲାସ୍ ୱେପନ୍, କଳା ହେଉଛି ସେନ୍ସେସର ଅର୍ଥ ସ୍ୱରୂପ। ତେଣୁ ନାଟକ ମାଧ୍ୟମରେ ସମାଜର ସମସ୍ତ କଳୁଷିତକୁ ଉତ୍ଥାପନ କରିବା ଏହାର ମୂଳ ଲକ୍ଷ୍ୟ। ନାଟକ ହେଉଛି ସମାଜର ଦର୍ପଣ ସ୍ୱରୂପ ଏବଂ ନାଟକ ହେଉଛି ମଣିଷ ଜୀବନର ସମାଲୋଚନା। ସମସ୍ତେ ଆମେ ପରିଶ୍ରମ କରି ଏହି କ୍ଲବରେ ନାଟକ ଶିଖି ଯେଭଳି ଭାବରେ ସୁନ୍ଦର ଭାବରେ ସରଳ ଭାବରେ ନାଟକକୁ ପରିବେଷଣ କଲା ପରେ ଏ ନାଟକରୁ ସମାଜ କିଛି ଶିକ୍ଷା ଲାଭ କରିବ ବୋଲି ଏହା ହିଁ ମୋର ଆଶା।